ଗାନ୍ଧିଜୀ ଜାହାଜରେ ଇଂଲଣ୍ଡ ଯାତ୍ରା କଲାବେଳେ ସେ ପ୍ରାୟତଃ କେବିନ୍ରେ ବସି ରହୁଥିଲେ, କାରଣ ସେ ଭଲ ଭାବରେ ଇଂରାଜୀ କହିପାରୁନଥିଲେ ଏବଂ ଅନ୍ୟମାନଙ୍କର କଥା ବୁଝିବାରେ ବି ତାଙ୍କର ଅସୁବିଧା ହେଉଥିଲା। ଜଣେ ଭାରତୀୟ ସହଯାତ୍ରୀ ମିଷ୍ଟର ମଜୁମଦାର ତାଙ୍କୁ ପରାମର୍ଶ ଦେଲେ କି ଗାନ୍ଧିଜୀ ଅନ୍ୟମାନଙ୍କ ସହିତ ଯେତେ କଥାବାର୍ତ୍ତା ହେବେ ସେତେ ଭଲ। ଆଇନଜୀବୀମାନେ ଯେତେ ଅଧିକ କଥାବାର୍ତ୍ତା କରିବେ ତାଙ୍କ ପାଇଁ ସେତେ ଭଲ। ଏବଂ ଇଂରାଜୀ ଯେହେତୁ ଏକ ବିଦେଶୀ ଭାଷା, କହିଲା ବେଳେ ନିଶ୍ଚୟ ଭୁଲ ଭଟକା ହେବ, କିନ୍ତୁ ଭୁଲ ଭଟକା ହେଲେ ଯେ ଆମେ କହିବା ନାହିଁ ସେମିତି ନୁହଁ। ଅନ୍ୟମାନେ କଥା ବୁଝିପାରିଲେ ହେଲା। ତେଣୁ ସେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। କିନ୍ତୁ ଗାନ୍ଧିଜୀ ପ୍ରାୟତଃ ଚୁପଚାପ ରହୁଥିଲେ। କାଁ ଭାଁ କେତେବେଳେ ଯେତେବେଳେ ହେଉଥିଲେ ସେ ନିଜ ମନ ଭିତରେ ଆଗ କଥା କ'ଣ କହିବେ ସେଇଟା ଭାବୁଥିଲେ ଏବଂ ତାପରେ ଯାଇ କିଛି କହୁଥିଲେ। ଠିକ୍ ସେମିତି ଗାନ୍ଧିଜୀ ନିରାମିଷାଶୀ ଥିବାରୁ ସେ ପ୍ରାୟତଃ କେବିନ୍ରେ ବସିକରି ଖାଉଥାନ୍ତି ଏବଂ ସେ ପ୍ରସ୍ତୁତ ଖାଦ୍ୟ ଭିତରୁ କେଉଁଟା ଆମିଷ ଏବଂ କେଉଁଟା ନିରାମିଷ ସେଇଟା ମଧ୍ୟ ପଚାରୁନଥାନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ଯାତ୍ରା କରୁଥାନ୍ତି ତାଙ୍କୁ ଜଣେ ତାଙ୍କଠାରୁ ବୟସରେ ବଡ଼ ହେବେ ଜଣେ ବ୍ରିଟେନର ଲୋକ ସହଯାତ୍ରୀ, ସେ ଆସି ତାଙ୍କୁ ସହିତ କଥାବାର୍ତ୍ତା ଛଳରେ ତାଙ୍କୁ ପଚାରିଲେ ଯେ ସେ କୁଆଡ଼େ ଯାଉଛନ୍ତି। ସେ ପ୍ରାୟତଃ ଦେଖୁଛନ୍ତି ଯେ ସେ ଗାନ୍ଧିଜୀ ଚୁପଚାପ ରହୁଛନ୍ତି। ଅନ୍ୟମାନଙ୍କ ସେ କାହିଁକି କଥାବାର୍ତ୍ତା କରୁନାହାନ୍ତି ଏବଂ କଥାବାର୍ତ୍ତା ହେଲାବେଳେ ସେ ଜାଣିଲେ ଯେ ଗାନ୍ଧିଜୀ ଆମିଷ ଭକ୍ଷଣ କରୁନାହାନ୍ତି। ସେ ତାଙ୍କୁ ପରାମର୍ଶ ଦେଲେ କି ମୋ ଜାଣିବାରେ ଇଂଲଣ୍ଡରେ ପ୍ରାୟତଃ ଅଧିକାଂଶ ଲୋକ ଆମିଷ ଭକ୍ଷଣ କରନ୍ତି, ତେଣୁ ତାଙ୍କ ଇଂଲଣ୍ଡରେ ରହିଲା ସମୟରେ ଅସୁବିଧା ହୋଇପାରେ। କିନ୍ତୁ ଗାନ୍ଧିଜୀ ଏତେ ନଚଡ଼ବନ୍ଦା ଥିଲେ ଯେ ସେ କହିଲେ ଯେ ସେ ଯେହେତୁ ମାଙ୍କ ଆଗରେ ଶପଥ କରି ଆସିଛନ୍ତି ତେଣୁ ସେ ଆମିଷ ଜମାରୁ ଭକ୍ଷଣ କରିବେ ନାହିଁ। ଯଦି ଆବଶ୍ୟକ ପଡ଼େ ବରଂ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବେ, କିନ୍ତୁ ସେ ଆମିଷ ଭକ୍ଷଣ କରିବେ ନାହିଁ।